কিন্তু 2000 ବର୍ଷ ତଳେ ମୋବାଇଲ ନଥିବା ସମୟରେ ମଧ୍ୟ ଗୋଟେ ବ୍ୟକ୍ତିର ହୃଦୟରେ ଶୈତାନ ଏମିତି କାମ କରୁଥିଲା। ସେ ଲଜ୍ଜାହୀନ ବ୍ୟକ୍ତି ସଦୃଶ ଉଲଙ୍ଗ ଅବସ୍ଥାରେ ରହୁଥିଲା। ଆଜି ତ ବହୁତ ଜ୍ଞାନ ଆସିଗଲା, ବହୁତ ଶିକ୍ଷା ଆସିଗଲା, କୌଶଳ ଆସିଗଲା। ଏ ସବୁ ଥିବା ସମୟରେ ଆମେ ବେଳେ ବେଳେ ଭାବିଥିବୁ କିଛି ହବ ନାହିଁ, କିନ୍ତୁ ଏମିତି ଗୋଟେ କାମ କରିବ। ଗୁପ୍ତ ଭାବରେ ଶୈତାନ ଗୋଟେ ଜାଲ ପକାଇଛି। ଏଇ ଜାଲ ଶହ ଶହ ହଜାର ହଜାର ଲୋକମାନଙ୍କର ଜୀବନକୁ ବରବାଦ କରୁଛି ପ୍ରିୟମାନେ। ଆଉ ଶୈତାନ ସେମାନଙ୍କୁ ପ୍ରଭୁଙ୍କ ଠାରୁ ଅଲଗା କରି ଶୈତାନ ନରକ ଆଡକୁ ନେଉଅଛି। ରିସର୍ଚ୍ଚ କହେ 50% ଯୁବା ଯୁବତୀ ମାନେ ଆଡିକ୍ଟେଡ ହେଇସାରିଲେ। ୱାର୍ଲଡ ରେ, ପୃଥିବୀରେ ଭାରତ 3 ନମ୍ବର ସ୍ଥାନ ଗ୍ରହଣ କରିଛି এই ପ୍ରକାର ଖରାପ ଚିତ୍ର ଭିଡିଓ ଦେଖିବାରେ। ମୁଁ କାହିଁକି ସିରିୟସଲି କହୁଛି ପ୍ରିୟମାନେ, ବାକି ପାପ ବିଷୟରେ ବହୁତ କିଛି ଶୁଣିଛୁ ଆମେ। ମିଛ କୁହ ନାହିଁ, ଲୋକର ଅନ୍ୟାୟ କର ନାହିଁ, ଚୋରି କର ନାହିଁ, ଏଇଟା କର ନାହିଁ, ଏଇଟା କର ନାହିଁ, ବହୁତ ବିଷୟ ଦେଖିଛୁ। କିନ୍ତୁ ଏଇ ବିଷୟକୁ ଆମେ ଚିନ୍ତା କରିପାରିବୁନି ଯେହେତୁ ଗୁପ୍ତ ଭାବରେ ହୁଏ। ଜାଣିଛନ୍ତି ବାଇବଲ କଣ ହେଇଛି? ଦାଉଦ ଗୋଟେ ପ୍ରଭୁଙ୍କର ଅଭିଷିକ୍ତ ବ୍ୟକ୍ତି ଥିଲେ, ଭୟଙ୍କର ସେ ଆରାଧନା କରିବା ବ୍ୟକ୍ତି। ଆମ ସାଲେମ ଭାଇ ମଧ୍ୟ କହୁଥିଲେ ସେତେବେଳେ ଦାଉଦ ଉପରେ ନାଚି ନାଚି ପ୍ରଭୁଙ୍କର ପ୍ରଶଂସା କରିବା। କିନ୍ତୁ ନାଚିବା ଦାଉଦ, ଗାଇବା ଦାଉଦ, ଗୋଟେ ଦିନ ଭୁଲରେ ସେ ଉଲଙ୍ଗ ଅବସ୍ଥାକୁ ଦେଖିଲା। ତାର ଜୀବନରେ ପାପ ଆସିଲା, ସେ ପାପ କଲା, ପ୍ରଭୁ ତାକୁ ବହୁତ କ୍ରୋଧ କଲେ। ତାର ଜୀବନରେ ଯୋଉ ଆଶୀର୍ବାଦ ଥିଲା ସେଠୁ ସେ ଖସି ପଡିଲା। କିନ୍ତୁ ଧନ୍ୟବାଦ ପ୍ରଭୁଙ୍କୁ, ଦାଉଦ ଅନୁତାପ କଲା, କାନ୍ଦିଲା। ବାଇବଲ କହେ ସେ କାନ୍ଦି 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 ଏତେ କାନ୍ଦିଲା ତାର ବିଛଣା ତିନ୍ତି ଗଲା, ଓଦା ହେଇଗଲା, ତାର ଆଖିର ଲୁହ ସରିଲା ନାହିଁ। କାନ୍ଦିବା ଦ୍ୱାରା ପ୍ରଭୁ କହିଲେ ଠିକ ଅଛି ବାପା, କ୍ଷମା କରୁଛି, ଏଥର ଦେଖେ ନାହିଁ, ଠିକ ଅଛି ପ୍ରଭୁ କ୍ଷମା କର। ବୁଝିପାରୁଛନ୍ତି? ସେଥିପାଇଁ ଆୟୁବ କହନ୍ତି 31 ଅଧ୍ୟାୟରେ ବଡ଼ ସ୍ପଷ୍ଟ ଭାବରେ, ମୁଁ ପ୍ରଭୁଙ୍କ ଠାରୁ ପ୍ରତିଜ୍ଞା କରିଛି, ମୋର ଚକ୍ଷୁ ସହିତ ମୁଁ ନିୟମ କରିଛି, ମୁଁ ଭୁଲ ବିଷୟ ଦେଖିବି। ମୋର ଭାଇମାନେ, ମୁଁ ଜାଣେ ଅନେକ ଲୋକ ଆଡିକ୍ଟେଡ ହେଇଛନ୍ତି, ଅନେକ ଲୋକ ସେଇ ମାଛ କଣ୍ଟାରେ ଗୁନ୍ଥି ରହିଛନ୍ତି। ଭାଇ ଭଉଣୀ ଅନେକ ଲୋକଙ୍କର ଜୀବନରେ ପ୍ରଭୁ କହନ୍ତି ଆଜି, ଯଦି ତୁମେ ପବିତ୍ର ଜୀବନ କାଟିବା ପାଇଁ ଚାହୁଁଛ, ଯଦି ତୁମେ ବନ୍ଧନ ମୁକ୍ତ ହୋଇ ପ୍ରଭୁଙ୍କର ସେବକ, ପ୍ରଭୁଙ୍କର ଦାସ ହେବା ପାଇଁ ଚାହୁଁଛ, ପ୍ରଭୁଙ୍କର ଗୋଟେ ଉତ୍ତମ ବ୍ୟକ୍ତି ହେବା ପାଇଁ ଚାହୁଁଛ, ପବିତ୍ର ଜୀବନ କାଟ, ତମର ଚକ୍ଷୁକୁ ତୁମେ ନିୟମ କର। এই ব্যক্তি সে গোটে বেশরম ভাবে লজ্জাহীন ভাবে রহিলা, এথিপাই যেহেতু দুষ্ট শক্তি তার জীবନରେ কার্য করুଥିଲା। মোর প্রসঙ্গ প্রিয় মানে, মু এই যে অধ্যায় গুড়ে প্রসঙ্গর নাম দেইছি, মু মানে মোর টপিক হেলা বহুত ইম্পর্টেন্ট বিষয়কু সবুকু নেই গোটে টপিক রখিছি। সেটা হচ্ছে বন্দিত্বরু, এটা মনুষ্যর বাস্তব কাহিনী, বন্দিত্বরু সুবার্তা বাহক হওয়া। গোটে বন্ধন অবস্থার বাহারি আমি মানে উত্তম বিষয় শুনাইবা ব্যক্তি হেবা, সাক্ষী হেবা, জেল টু কমিশন বলিকি আমি বন্ধন রহি থাই পারো। আমি জানিনু হেটু বাহারি প্রভু চাহান্তি আমি সুসমাচার বাহক, সুসংবাদ শুনাইবা লোক। মোর জীবନରେ বন্ধন থিলা, মতে প্রভু মুক্ত কলে বলি কহিবা লোক হেবা, সেটা প্রভু চাহান্তি। আমি যদি শীঘ্র যা, বাইবল কহে প্রভু যীশু যেতବେଳେ সে জায়গা গলে যীশুকে কହୁଛନ୍ତି তু তোর না কর, সে কହୁଛି বাহিনী। ଆଉ যীশু প্রভু সেই ব্যক্তিକୁ সেই দুষ্ট আত্মার বন্ধনରୁ মুক্ত কলে। ଆଉ ସେତେବେଳେ মুক্ত ହେଲା, বাইবল কহে সে পোশাক মাগিলা কি কেই ଦେଇଥିବେ, পোশাকକୁ ସେ ପିନ୍ଧିଲା, ପିନ୍ଧିକି ଯୀଶୁଙ୍କର ପାଦ ତଳେ ବସିଛି। ହାଲେଲୁୟା।